କରିକିରି ବସିଛନ୍ତି। ରାମଚନ୍ଦ୍ର କେତେବେଳେ ଆସିବେ ସେ ବି ବେଶ ପୋଷାକ ଭୂଷା ହେଇ ରାଣୀ ମହାରାଣୀ, ସେ ଆଜି ରାଣୀ ହେବେ ମହାରାଣୀ ହେବେ, ତେଣୁ ବେଶ ପୋଷାକ ଅଳଙ୍କାର ପିନ୍ଧିକିରି ସେ ପୁରା ରେଡି। ରାମଚନ୍ଦ୍ର ଆସୁଛନ୍ତି, କୋଷା ବସ୍ତ୍ର ପରିଧାନ କରିଛନ୍ତି। ଇଏ ମହାପ୍ରଭୁ ଆର୍ଯ୍ୟପୁତ୍ର, ଆପଣ ଇଏ କି ପୋଷାକ ପରିଧାନ କରିଛନ୍ତି? ଆପଣଙ୍କର ଆଜି ରାଜତିଳକ, ତମେ ଜାଣିନ କି ମୁଁ ଆଉ ରାଜା ହେବିନି? ଶ୍ରୀରାମ କହନ୍ତି ଧୀରେ ଗୋ ସଖୀ ଜାଣି ନାହୁଁ କିରେ, ଭରତ ରାଜନ ହେବେ ରାଜରେ ଗୋ ରାମା ରତନ, ମୁଇଁ ଯିବି ବନ ଘୋରେ। ମୁଁ ବନକୁ ଯିବି, ଭରତ ରାଜା ହେବେ। ସୀତା କହୁଛନ୍ତି କି କହ କୋଦଣ୍ଡ ଧର ହେ, ଶିରେ ତାଡୁଛ ପଥର, ବଜ୍ର କଠିନ ହୃଦ କାହାର, ହେ ରଘୁନନ୍ଦନ ଏ ବୁଦ୍ଧି କଲା ବାହାର। ଇଏ କି ଅଭିଲା କଥା ଆପଣ କହୁଛନ୍ତି? କିଏ ଦୁଷ୍ଟ ବୁଦ୍ଧି ବାହାର କଲା ମ? ଆପଣ ଯିବେ ବନକୁ? ମା କହିଛନ୍ତି, କୈକେୟୀ ମା ବର ନେଇଛନ୍ତି, କୈକେୟୀ ମା କହିଛନ୍ତି ମୁଁ ବନକୁ ଯିବି। ସୀତା କହୁଛନ୍ତି ଆପଣ ଯଦି ଯିବେ ନା ମୁଁ ବି ଆପଣଙ୍କ ସାଥିରେ ଯିବି। କିରେ ତୁ ରାଜଦୁହିତା, ତୁ ରାଜବଧୂ, ରାଜକୂଳରେ ରାଜ ଦରବାର, ତୁ ଅସୂର୍ଯ୍ୟ ବଂଶାବତେ, ବାହାରେ ସୂର୍ଯ୍ୟ ଚନ୍ଦ୍ର ଦେଖି ନାହାନ୍ତି, ତୁ କ'ଣ ମୋ ସାଥିରେ ଯିବୁ? ନା ମୁଁ ଯିବି ତ, ଆଉ ନିହାତି ଯିବି। ତୁମେ ଯଦି ମୋ ସହିତ ନର୍କକୁ ଯିବ ତାହେଲେ ମୁଁ ନର୍କରେ ସ୍ୱର୍ଗ ସୁଖ ଲାଭ କରିବି। ତୁମେ ଯଦି ମୋ ସହିତ ସ୍ୱର୍ଗକୁ ନ ଯିବ ମୁଁ ସ୍ୱର୍ଗରେ ନର୍କ ଭଳିଆ କଷ୍ଟ ଅନୁଭବ କରିବି। ଶୁଣୁଛନ୍ତି କ'ଣ କହିଲେ ସୀତା? ତୁମେ ଯଦି ମୋ ସାଥିରେ ଅଛ ତାହେଲେ ନର୍କଟା ମୋ ପାଇଁ ସ୍ୱର୍ଗ ହେଇଯିବ, ତୁମେ ଯଦି ମୋ ସାଥିରେ ନାହଁ ସ୍ୱର୍ଗଟା ବି ମୋ ପାଇଁ ନର୍କ ହେଇଯିବ। ସୀତାଙ୍କୁ ସାଥିରେ ନେଇଯିବ ବୋଲି ଆସିଛନ୍ତି ଲକ୍ଷ୍ମଣ। ଲକ୍ଷ୍ମଣ କହୁଛନ୍ତି ଭାଇ ମୁଁ ବି ଆପଣଙ୍କ ସାଥିରେ ଯିବି। ଲକ୍ଷ୍ମଣ ବି ତାଙ୍କ ସାଥିରେ ଯିବେ ବୋଲି କହିଲେ ତମେ ଯାଅ, ସୁମିତ୍ରା ମାଙ୍କଠୁ ଅନୁମତି ନେଇକିନା ଆସିବ। ସୁମିତ୍ରାଙ୍କ ପାଖକୁ ଯାଇଛନ୍ତି। ସୁମିତ୍ରାଙ୍କୁ କହିଛନ୍ତି ମା ମୁଁ ବି ରାମଙ୍କ ପାଖରେ ଯିବି। ସୁମିତ୍ରା କହିଲେ ପୁଅରେ ତୁ ମୋ ପାଟିରୁ କଥାଟା ଛଡ଼େଇ ନେଲୁ। ବଡ଼ ଭାଇ ରାମଚନ୍ଦ୍ର ସେ ତୋର ପିତା ସଦୃଶ, ଆଉ ଏଇ ଯେଉଁ ସୀତା ନା ବଡ଼ ଭାଉଜ ସୀତା ସେ ତୁମର ମାତା ସଦୃଶ। ତାଙ୍କ ମନରେ ଗୋଟେ କଥା ଅଛି, ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଚାରି ଭାଇ, ସେମାନେ ରାମ ସିନା ବଡ଼ ଶତ୍ରୁଘ୍ନ ସାନ, କିନ୍ତୁ ସେ ସମବୟସ୍କ, ସମାନ ବୟସର ସେମାନେ। ଚାରି ଭାଇ ଯାଙ୍କର ବିବାହ ବି ଏକ ସମୟରେ ହେଇଛି। ରାମଙ୍କ ସହିତ ସୀତା ଗଲେ, ଲକ୍ଷ୍ମଣ ତାଙ୍କ ସାଥିରେ ଯିବେ। ଯଦି ମଣିଷ ମନ ଭିତରେ କିଛି ଆନମନା ହେଇଯାଏ ତାହେଲେ ବଡ଼ ଅସୁବିଧା ହେଇଯିବ। ତେଣୁ ଚେତେଇ ଦେଲେ, ସୁମିତ୍ରା ତାଙ୍କୁ ଚେତେଇ ଦେଲେ ପୁଅ ମୁଁ ହେଉଛି ତୋର ମା, ସୀତା ବି ତୋର ମା, ମୋତେ ଯେମିତି ମାତୃଜ୍ଞାନ କରୁଛୁ ତୁ ସୀତାଙ୍କୁ ସେମିତି ମାତୃଜ୍ଞାନ କରିବୁ, ଏଇଟା ମୋତେ ତୁ ପ୍ରତିଜ୍ଞା କରିକିରି କହିଦେ। ହଁ ମା ନିଶ୍ଚିତ ଭାବରେ। ଲକ୍ଷ୍ମଣ ହେଉଛନ୍ତି ବୈରାଗ୍ୟର ପ୍ରତୀକ। କହିଲେ ହଁ ଆପଣ ଯାହା କହିଲେ ମୁଁ ଆପଣଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରେ। ଏଠି ତିନି ରାଣୀଙ୍କ କଥା ପକାଯାଉ। କୌଶଲ୍ୟା କହିଲେ ସ୍ୱାମୀଙ୍କର ସତ୍ୟକୁ ପାଳନ କରିବା ପାଇଁ ରାମଚନ୍ଦ୍ର ବନକୁ ଯିବେ। କୈକେୟୀ କହିଲେ ରାମ ବନକୁ ଯାଇପାରିବେନି, ମୋ ପୁଅ ହବ ରାଜା। ସୁମିତ୍ରା କହିଲେ ରାମଙ୍କର ସେବକ ହେଇକିରି ମୋ ପୁଅ ଯିବ। ସେ ଜାଣିଥିଲେ ରାମ ହେଉଛନ୍ତି ପରମ ବ୍ରହ୍ମ, ତାଙ୍କର ସେବା ନିହାତି ଲକ୍ଷ୍ମଣ ଗଲେ ମୁକ୍ତି ପାଇବ। ତେଣୁ ଲକ୍ଷ୍ମଣକୁ ପଠେଇଲେ। ରାମ ଲକ୍ଷ୍ମଣ ସୀତା ଜ୍ଞାନ ଭକ୍ତି ବୈରାଗ୍ୟର ପ୍ରତୀକ, ତିନି ଜଣ ଯାକ ଗଲେ ବଣକୁ। ଆପଣମାନେ ସବୁ ରାମାୟଣ କଥା ସମସ୍ତେ ଭଲ ଭାବରେ ଜାଣିଛନ୍ତି। ଏତେ ଟିକି ଟିକି ଆଉ କହିବାକୁ କହିବାକୁ ଆଉ ମୁଁ ଇଚ୍ଛା କଲିନି। ଆପଣମାନେ ସମସ୍ତେ ଜାଣିଛନ୍ତି ବନକୁ ସେ ଯାଇଛନ୍ତି, ଗଲେ ବନକୁ। ଯାଇକି ଶୃଙ୍ଗବେରପୁରର ରାଜା ଗୋପଙ୍କ ସହିତ ଗୋଟେ ରାତି କାଟିଛନ୍ତି। ତାପରେ ସେ ଚିତ୍ରକୂଟକୁ ପଳେଇଛନ୍ତି।
ଚିତ୍ରକୂଟରେ ଅବସ୍ଥାନ କାଳରେ ଖବର ପାଇଛନ୍ତି ଭରତ